ଆପଣମାନଙ୍କ ପାଇଁ ନେଇ ଆସିଛି ଓଡ଼ିଶାର ଏକ ପ୍ରସିଦ୍ଧ ପାରମ୍ପରିକ ପିଠା, ଯାହା ଖାଇବାକୁ ସମସ୍ତଙ୍କୁ ବହୁତ ବଢ଼ିଆ ଲାଗିଥାଏ। ମୁଁ ବନାଇବି ଏକ ନୂଆ ପଦ୍ଧତିରେ, ଯାହା ହେଉଛି ନଡ଼ିଆ ପୋଡ଼ ପିଠା। ଏବେ ଦେଖନ୍ତୁ ବିରି ଚାଉଳ ଆମର ଭଲ ଭାବେ ବତୁରି ଯାଇଛି। ଏବେ ଚାଲନ୍ତୁ ଆମେ ବିରିକୁ ଗ୍ରାଇଣ୍ଡିଙ୍ଗ କରି ନେବା। ଦେଖନ୍ତୁ ଆମର ବିରି ଗ୍ରାଇଣ୍ଡିଙ୍ଗ ହୋଇଗଲା ପୁରା ଚିକଣ ଭାବରେ। ଏବେ ଚାଲନ୍ତୁ ଆମେ ଚାଉଳକୁ ଗ୍ରାଇଣ୍ଡିଙ୍ଗ କରି ନେବା। ଚାଉଳକୁ ଆମେ ସେମ୍ ଗ୍ରାଇଣ୍ଡର ଜାରରେ ଦେଇ ଗ୍ରାଇଣ୍ଡିଙ୍ଗ କରି ନେବା, ଅଳ୍ପ ଟିକେ ପାଣି ଦେଇ। ଦେଖନ୍ତୁ ଆମର ଚାଉଳ ଗ୍ରାଇଣ୍ଡିଙ୍ଗ ହୋଇଗଲା। ଏବେ ଚାଲନ୍ତୁ ଆମେ ବିରିକୁ ଭଲ ଭାବରେ ଫେଣି ନେବା। ବିରିକୁ ଯେତେ ଆପଣମାନେ ଫେଣିବେ ପିଠା ଆମର ସେତିକି ସଫ୍ଟ ହେବ। ଦେଖନ୍ତୁ ଆମର ବିରି ଫେଣ ହୋଇଗଲା। ଏବେ ସେଥିରେ ଆମେ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ଚାଉଳକୁ ଦେଇଦେବା, ଦେଇ ଭଲ ଭାବରେ ଗୋଳାଇ ନେବା। ଯଦି ଆଜିର ରେସିପିଟି ଆପଣମାନଙ୍କୁ ଭଲ ଲାଗିବ, ପ୍ଲିଜ୍ ମୋ ଚ୍ୟାନେଲ ଇଷ୍ଟ ଇଣ୍ଡିଆ ଜର୍ନି କିଚେନକୁ ସବସ୍କ୍ରାଇବ କରିନେବେ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନେବେ, ଯାହାଦ୍ୱାରା ମୋର ନୂଆ ନୂଆ ରେସିପି ଆପଣମାନେ ପ୍ରଥମେ ଦେଖିପାରିବେ। ଏବେ ଆମେ ସେଥିରେ ସ୍ୱାଦ ଅନୁସାରେ ଲୁଣକୁ ଦେଇଦେବା, ଦେଇ ଭଲ ଭାବରେ ଗୋଳାଇ ନେବା। ପିଠାଉ ଏହି ପାଗ ହେବା ଦରକାର। ପିଠାଉ ଆମର ଫୁଲିବା ପାଇଁ 4 ରୁ 5 ଘଣ୍ଟା ଛାଡ଼ି ନେବା। ଏବେ ଚାଲନ୍ତୁ ଆମେ ନଡ଼ିଆ ପୁରକୁ ବନେଇବା। ସେଥିପାଇଁ ମୁଁ ଗୋଟେ ନଡ଼ିଆକୁ କୋରି ନେଇଛି, ତା ସାଙ୍ଗରେ 4 ରୁ 5ଟା ଗୁଜୁରାତିକୁ ଟିକେ ଛେଚିକି ନେଇଛି, ତା ସାଙ୍ଗରେ ମୁଁ 100 ଗ୍ରାମ ଗୁଡ଼କୁ ନେଇଛି। ପ୍ରଥମେ ଆମେ ଗ୍ୟାସକୁ ଅନ୍ କରି ଗୋଟେ ପ୍ୟାନରେ ଗୁଡ଼କୁ ଦେଇଦେବା, ତାକୁ ମେଲ୍ଟ ହେବା ପର୍ଯ୍ୟନ୍ତ ଛାଡ଼ି ନେବା। ଏହିଭଳି ଗୁଡ଼କୁ ଭଲ ଭାବରେ ଟିକେ ଗୋଳାଇ ନେବେ। ଦେଖନ୍ତୁ ଗୁଡ଼ ଆମର ଭଲ ଭାବରେ ଫୁଟିଗଲାଣି। ଏବେ ଆମେ ସେଥିରେ କୋରି ରଖିଥିବା ନଡ଼ିଆକୁ ଦେଇଦେବା, ଗୁଡ଼ ସାଙ୍ଗରେ ଭଲ ଭାବରେ ମିଶାଇ ନେବା। ଏହିପରି ନଡ଼ିଆକୁ ଭଲ ଭାବରେ ଭାଜି ନେଉଥିବା, ନହେଲେ ନଡ଼ିଆ ପୋଡ଼ ଆମର ପୋଡ଼ିଯିବ। ଦେଖନ୍ତୁ ନଡ଼ିଆ ଆମର ଡ୍ରାଏ ହୋଇ ଆସିଲାଣି। ଏବେ ସେଥିରେ ଛେଚି ରଖିଥିବା ଗୁଜୁରାତିକୁ ଆମେ ଦେଇଦେବା, ନଡ଼ିଆ ସହ ଭଲ ଭାବରେ ମିଶାଇ ନେବା। ଦେଖନ୍ତୁ ଆମର ନଡ଼ିଆ ପୋଡ଼ ଡ୍ରାଏ ହୋଇଗଲାଣି। ଆପଣମାନଙ୍କର ହାତକୁ ଏମିତି ଅଠା ଅଠାଳିଆ ଲାଗିଲେ ଜାଣିବେ ନଡ଼ିଆ ପୋଡ଼ ପ୍ରସ୍ତୁତ ହୋଇଗଲା। ଏବେ ଆମେ ଗ୍ୟାସରୁ ଓହ୍ଲାଇ ନେବା। ଏବେ ପୋଡ଼ ପିଠା ବନେଇବା ପାଇଁ ଆଉ ଗୋଟେ ପ୍ୟାନକୁ ବସାଇ ନେବା। ସେଥିରେ ଗୋଟେ ବଡ଼ ଚାମଚ ଭଳି ସୋରିଷ ତେଲକୁ ଦେଇଦେବା। ତେଲ ଗରମ ହେବା ଭିତରେ ଚାଲନ୍ତୁ ଆମେ ପିଠାକୁ ଟିକେ ଗୋଳାଇ ନେବା। ଦେଖନ୍ତୁ ପିଠା ଆମର କେତେ ଭଲ ଭାବରେ ଫୁଲି ଯାଇଛି, କେତେ ସଫ୍ଟ ଅଛି। ପିଠାକୁ ବେଶୀ ପତଳା ବା ବେଶୀ ମୋଟା ରଖିବେନି, ଏମିତି ପରଫେକ୍ଟ ପାଗ ହେବା ଦରକାର। ଦେଖନ୍ତୁ ତେଲ ଆମର ଗରମ ହୋଇଗଲାଣି। ଏବେ ଆମେ ପିଠାକୁ ସେଠାରେ ଦେଇଦେବା। ସବୁ ପିଠାକୁ ଦେବେ ନାହିଁ, କିଛି ପିଠାକୁ ରଖିଥିବେ ବା 2 ରୁ 3 ଟଙ୍କି ରଖିଥିବେ, ଯାହା ଆମେ ପୋଡ଼ ଉପରେ ଦେବା। ଏବେ ଆମେ ସେଥିରେ ପ୍ରସ୍ତୁତ କରି ରଖିଥିବା ନଡ଼ିଆ ପୁରକୁ ଦେଇଦେବା। ନଡ଼ିଆ ପୁରକୁ ଏହିଭଳି ପିଠାର ଚାରିଆଡ଼େ ଭଲ ଭାବରେ ବିଛାଇ କରିଦେବେ, ଯାହା ଖାଇଲା ବେଳେ ନଡ଼ିଆ ଆମର ସବୁଆଡ଼େ ଲାଗି ରହିଥିବ, ଖାଇବାକୁ ଭଲ ଲାଗିବ। ଯଦି ଆଜିର ରେସିପିଟି ଆପଣମାନଙ୍କୁ ଭଲ ଲାଗିଥିବ, ପ୍ଲିଜ୍ ମୋ ଚ୍ୟାନେଲ ଇଷ୍ଟ ଇଣ୍ଡିଆ ଜର୍ନି କିଚେନକୁ ସବସ୍କ୍ରାଇବ କରିନେବେ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନେବେ, ଯାହାଦ୍ୱାରା ମୋର ନୂଆ ନୂଆ ରେସିପି ଆପଣମାନେ ପ୍ରଥମେ ଦେଖିପାରିବେ। ଆପଣମାନଙ୍କର ଗୋଟିଏ ସବସ୍କ୍ରାଇବ ମୋତେ ଏହିଭଳି ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ ଉତ୍ସାହିତ କରିଥାଏ। ଦେଖନ୍ତୁ ଆମର ପିଠାର ଚାରିଆଡ଼େ ପୋଡ଼ ଲାଗିଗଲାଣି। ଏବେ ଆମେ ବଞ୍ଚାଇ ରଖିଥିବା 2 ରୁ 3 ଟଙ୍କି ପିଠାକୁ ପୋଡ଼ ଉପରେ ଦେଇଦେବା।
ଏହିଭଳି ପୋଡ଼ର ସବୁଆଡ଼େ ପିଠାକୁ ଲଗାଇ ନେବେ, ଯେମିତି ପୋଡ଼ ଆମର କଭର ହୋଇଯିବ, ଯେମିତି ପୋଡ଼ ବାହାରକୁ ଦେଖା ନଯାଏ। ଏବେ ସିଝିବା ପାଇଁ ଆମେ କଭର ଦେଇ 15 ରୁ 20 ମିନିଟ୍ ଲୋ ଫ୍ଲେମ୍ରେ ଛାଡ଼ି ନେବା। ଦେଖନ୍ତୁ ଆମର 15 ରୁ 20 ମିନିଟ୍ ହୋଇଗଲାଣି। ଏବେ ପିଠାକୁ ଆରପଟ ସାଇଡ୍ ସିଝିବା ପାଇଁ ଓଲଟାଇ ନେବା। ଏବେ ଟିକେ ଟିକେ ତେଲ ଚାରିପାଖରେ ଲଗାଇ ନେବା। ଆର ପାଖଟି ସିଝିବା ପାଇଁ 5 ରୁ 7 ମିନିଟ୍ ଲୋ ଫ୍ଲେମ୍ରେ ଛାଡ଼ି ନେବା। ଚାଲନ୍ତୁ ଦେଖି ନେବା ପିଠାଟି ଆମର ସିଝିଗଲାଣି କି ନାହିଁ। ପିଠା ଭିତରେ ଏହିଭଳି କୌଣସି ଜିନିଷରେ ପିଞ୍ଚ କରିନେବେ, ପିଠାଟି ସିଝିଛି କି ନାହିଁ ଜାଣିବା ପାଇଁ। ଦେଖନ୍ତୁ ଆମର ପିଠାଟି ସିଝି ଯାଇଛି। ଚାଲ ଏବେ ପିଠାଟିକୁ ଓହ୍ଲାଇ ନେବା। ନଡ଼ିଆ ପୁର ପିଠା କିଭଳି ଆମର ହୋଇଛି ଦେଖି ନେବା। ଦେଖନ୍ତୁ ମୁଁ ଆପଣଙ୍କୁ କାଟିକି ଦେଖାଉଛି। ଦେଖନ୍ତୁ ପିଠାଟି କେତେ ସୁନ୍ଦର ଭାବରେ ବନିଛି। ପୋଡ଼ ମଧ୍ୟ ଭଲ ଭାବରେ ଚାରିଆଡ଼େ ଲାଗି ରହିଛି, ଯାହା ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆପଣମାନେ ଏହାକୁ ଥରେ ବନାଇକୁ ଦେଖନ୍ତୁ। କିପରି ବନିଲା ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଜଣାଇବେ। ଆଜିର ରେସିପିଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ପ୍ଲିଜ୍ ମୋ ଚ୍ୟାନେଲଟିକୁ ଲାଇକ୍ କରିବେ, ଆଉ ଫ୍ରେଣ୍ଡସ୍ ଆଉ ଫ୍ୟାମିଲି ମାନଙ୍କ ମଧ୍ୟରେ ସେୟାର କରିବେ, ଆଉ ଯାଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି, ଯାହାଦ୍ୱାରା ମୋର ନୂଆ ନୂଆ ଅପକମିଂ ରେସିପି ଗୁଡ଼ିକ ଦେଖିପାରିବେ। ହେଲେ ଆଜି ପାଇଁ ସେତିକି ବନ୍ଧୁମାନେ, ପୁଣି ଦେଖା ହେବ ଅନ୍ୟ ଏକ ରେସିପିରେ।